ବନ୍ଧୁଗଣ ନମସ୍କାର, ଜୟ ଜଗନ୍ନାଥ। ବନ୍ଧୁଗଣ ଏବେ ଶୁଣନ୍ତୁ, ଆଜିର ଭିଡ଼ିଓରେ ଆମେ ଆପଣମାନଙ୍କୁ ଜଣାଇବୁ ବେଲଗଛ ଘରର କେଉଁ ଜାଗାରେ ରହିଲେ ଧନର ବର୍ଷା ହୋଇଥାଏ ଏବଂ ଘରର କେଉଁ ଜାଗାରେ ରହିଲେ ସର୍ବନାଶ ହୋଇଥାଏ। ବନ୍ଧୁଗଣ ଆସନ୍ତୁ ଜାଣିବା ବେଲଗଛକୁ ଗୃହରେ କେଉଁଠି ଏବଂ କିପରି ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଗୃହରେ ଧନର ବର୍ଷା ହୋଇଥାଏ। ବେଲଗଛ ଗୋଟେ ଏମିତି ଗଛ ଯିଏକି ସମସ୍ତ ସଂସାରର ଦୁର୍ଲଭ ଅଟେ। ତାର ଦିବ୍ୟତା, ତାର ଦୁର୍ଲଭତା, ତାର ଔଷଧୀୟ ଗୁଣ, ତାର କ୍ଷମତା ପାଇଁ ସମସ୍ତ ଦେବୀ ଦେବତା ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ ଏହି ଗଛର ସୃଷ୍ଟି ମା ଲକ୍ଷ୍ମୀଙ୍କର ଅଂଶରୁ ହୋଇଅଛି, ଯାହାକି ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ତେବେ ଆସନ୍ତୁ ଏହା ଜାଣିବା ପୂର୍ବରୁ କିଛି ହିତବାଣୀ ମନେ ରଖିବା। ଧ୍ୟାନ କରିବା ସମୟରେ ମାଳା ଗଡ଼ାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ମନ ସ୍ଥିର ହେବା ସହିତ ସମର୍ପଣ ଭାବ ଜାଗ୍ରତ ହୋଇଥାଏ। ତୃତୀୟ ନେତ୍ର ଥିବା ଦେବାଦେବୀଙ୍କୁ ଭକ୍ତି ଏବଂ ନିଷ୍ଠାର ସହିତ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଅବିଳମ୍ବେ ସମସ୍ୟା ସମାଧାନ ହୁଏ ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସମସ୍ତ ଶୁଭ କାର୍ଯ୍ୟରେ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରିବା ଉଚିତ। ଏହା ଅତ୍ୟନ୍ତ ଶୁଭ ହେବା ସହିତ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ। ମହୋଦଧି ଅଥବା ସମୁଦ୍ରରେ ସ୍ନାନ କରିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହେବା ସହିତ ପାପତାପ ନଷ୍ଟ ହୋଇଥାଏ। ପାଣିରେ କେବେ ବି ମଳତ୍ୟାଗ ବା ମୂତ୍ରତ୍ୟାଗ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ମୃତ୍ୟୁ ପରେ କୁକୁର ଜନ୍ମ ପ୍ରାପ୍ତ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଉତ୍ତର ଦିଗକୁ କେବେ ବି ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ମସ୍ତିଷ୍କର ଶକ୍ତି କ୍ଷୀଣ ହୋଇଥାଏ। ଦିନରେ କେବେ ବି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଆୟୁ କ୍ଷୀଣ ହୋଇଥାଏ ଏବଂ ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ବନ୍ଧୁଗଣ, ଛିଡ଼ା ହୋଇ କେବେ ବି ପରିସ୍ରା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅଣ୍ଡକୋଷ ପ୍ରଭାବିତ ହୋଇଥାଏ। ପିନ୍ଧୁଥିବା ଗଞ୍ଜି କିମ୍ବା ଗାମୁଛା ଚିରିଗଲେ କେବେ ବି ସିଲାଇ କରି ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ରତା ବୃଦ୍ଧି ହୋଇଥାଏ। ବନ୍ଧୁଗଣ, ଏ ପର୍ଯ୍ୟନ୍ତ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରତ୍ୟେକ ଦିନ ପ୍ରାତଃ ଭୋଜନ କରିବା ପୂର୍ବରୁ 7ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଶରୀରର କ୍ଳାନ୍ତି ବୃଦ୍ଧି ହେବା ସହିତ ରୋଗମୁକ୍ତ ହୋଇଥାଏ। ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗ କରିବା ପରେ ଗୁରୁଜନ ଏବଂ ଇଷ୍ଟଦେବଙ୍କୁ ପ୍ରଣାମ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ବନ୍ଧୁଗଣ ଏବଂ ବାଧା ବିପତ୍ତିରୁ ରକ୍ଷା ମଧ୍ୟ ମିଳିଥାଏ। ସନ୍ଧ୍ୟା ସମୟରେ ଶୋଇବା, ପଢ଼ିବା କିମ୍ବା ଭୋଜନ କରିବା ନିଷେଧ ହୋଇଥାଏ ଏବଂ ରାତିରେ ଓଦା ପାଦରେ କେବେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ହୋଇଥାଏ। ଭଲ ରୋଜଗାର କରିବା ପରେ ବି ଯଦି ଧନ ସଞ୍ଚୟ ହୋଇପାରୁନଥାଏ, ତେବେ ଶନିବାର ଦିନ କଳା କୁକୁରଙ୍କୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେଲେ ଧନ ସଞ୍ଚୟ ବୃଦ୍ଧି ହୋଇଥାଏ। ସପ୍ତାହକୁ ଥରଟିଏ ସମୁଦ୍ର ଲୁଣ ପାଣିରେ ପକାଇ ଘର ପୋଛିବା ଦ୍ୱାରା ଅଶୁଭତ୍ଵ ଦୂର ହୋଇଥାଏ ଏବଂ ପରେ କଳି ଝଗଡ଼ା ହୋଇନଥାଏ। ପ୍ରତ୍ୟେକ ଦିନ ମହାଲକ୍ଷ୍ମୀଙ୍କୁ ଧ୍ୟାନ କରି ଶୁଦ୍ଧ କେଶର ତିଲକ ଲଗାଇବା ଉଚିତ। ଏହାଦ୍ୱାରା ଧନଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ। ପ୍ରତ୍ୟେକ ଶନିବାର ଦିନ ଓସ୍ତ ଗଛ ମୂଳରେ ତେଲର ଦୀପ ଜାଳିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ତା ସହିତ ଧନଲାଭ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। ଯେଉଁ ଘରେ ମାଦକ ଦ୍ରବ୍ୟର ସେବନ, ସ୍ତ୍ରୀ ଲୋକଙ୍କର ଅପମାନ, ତାମସିକ ଭୋଜନ, ଅନୈତିକ କାର୍ଯ୍ୟକୁ ମହତ୍ତ୍ୱ ଦିଆଯାଏ, ସେମାନଙ୍କର ଧନ ଡାକ୍ତରଖାନା, ଜେଲଖାନା ଏବଂ ପାଗଳଖାନାରେ ଖର୍ଚ୍ଚ ହୋଇଥାଏ। ହଁ ବନ୍ଧୁଗଣ, ମନେ ରଖନ୍ତୁ, ଦେବୀ ଦେବତାଙ୍କର ଫଟୋ କିମ୍ବା ମୂର୍ତ୍ତି ଘରର ନୈಋତ୍ୟ କୋଣ ଅଥବା ଦକ୍ଷିଣ ପଶ୍ଚିମ କୋଣରେ କେବେ ବି ରଖିବା ଉଚିତ ନୁହେଁ। ମନେ ରଖନ୍ତୁ, ଏହା ଅଶୁଭ ହୋଇଥାଏ ଏବଂ କୋର୍ଟ କଚେରୀ ମାମଲା ଦେଖା ଦେଇଥାଏ। ବନ୍ଧୁଗଣ, ଏ ପର୍ଯ୍ୟନ୍ତ ଆପଣମାନେ ଯଦି ଏ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।
ବ୍ରାହ୍ମ ମୁହୂର୍ତ୍ତ କିମ୍ବା ସନ୍ଧ୍ୟା ସମୟରେ କେବେ ବି ଘରେ ଝାଡ଼ୁ ମାରିବା ଉଚିତ ନୁହେଁ। ମନେ ରଖନ୍ତୁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ସକାଳୁ ଉଠିବା ପରେ ମୁହଁ ନ ଧୋଇ କେବେ ବି ଚାହା ପିଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ହଁ ବନ୍ଧୁଗଣ, ରାତିରେ କେବେ ବି ଭାତ, ଦହି କିମ୍ବା ଛତୁଆ ଖାଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଏହା ମାନିଲେ ଆପଣମାନଙ୍କର ନିଶ୍ଚିନ୍ତ ମଙ୍ଗଳ ହେବ ଏବଂ ଦୁଃଖ ପାର ହେବ। ବାସ୍ତୁ ବିଜ୍ଞାନ ଅନୁସାରେ ପଞ୍ଚମୁଖୀ ହନୁମାନଙ୍କର ମୂର୍ତ୍ତି ଘରେ ରଖିବା ଦ୍ୱାରା ଉନ୍ନତି ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏବଂ ଧନ ସମ୍ପତ୍ତିର ବୃଦ୍ଧି ମଧ୍ୟ ହୋଇଥାଏ। ଘରେ ଦୌଡ଼ୁଥିବା ଧଳା ଘୋଡ଼ାର ମୂର୍ତ୍ତି ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ହଁ ବନ୍ଧୁଗଣ, ନିଶ୍ଚିତ ରୂପରେ ଏହା ମାନିଲେ ଆପଣମାନଙ୍କର ମଙ୍ଗଳ ହେବ। ବାଛୁରୀକୁ କ୍ଷୀର ଦେଉଥିବା କାମଧେନୁ ଗାଈର ପିତ୍ତଳ ମୂର୍ତ୍ତି ଘରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସନ୍ତାନର ପ୍ରାପ୍ତି ହେବା ସହିତ ମାନସିକ ଶାନ୍ତି ପ୍ରାପ୍ତ ମଧ୍ୟ ହୋଇଥାଏ। ଦୁଇଟି ହଂସର ମୂର୍ତ୍ତି ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଧନ ପ୍ରାପ୍ତିର ସମ୍ଭାବନା ବୃଦ୍ଧି ହୋଇଥାଏ। ଘରେ ହାତୀର ପିତ୍ତଳ ମୂର୍ତ୍ତି ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କର ମତଭେଦ ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। ହଁ ବନ୍ଧୁଗଣ, ମାଆମାନେ ଏହାକୁ ନିଶ୍ଚିନ୍ତ ରୂପରେ ମାନନ୍ତୁ, ଆପଣମାନଙ୍କର ମଙ୍ଗଳ ହେବ। ପିଲାଙ୍କ ପଢ଼ିବା ଘରେ ଶୁଆ ଚିତ୍ର ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଏକାଗ୍ରତା ବୃଦ୍ଧି ହେବା ସହିତ ପାଠ ପଢ଼ିବାରେ ପିଲାଙ୍କର ମନ ଲାଗିଥାଏ। ଶୋଇବା ଘରେ ହିମାଳୟର ଚିତ୍ର ଲଗାଇବା ଦ୍ୱାରା ଶୁଭ ହୋଇଥାଏ। ହଁ ବନ୍ଧୁଗଣ, ଏବଂ ମନରେ ଶାନ୍ତି ଅନୁଭୂତି ଆସିବା ସହିତ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ। ଘରର ଡ୍ରଇଂ ରୁମ୍ରେ ଉତ୍ତର ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଘରର ଡାଇନିଂ ଟେବୁଲ କେବେ ବି ମୁଖ୍ୟ ଦ୍ୱାର ସମ୍ମୁଖରେ ରଖିବା ଉଚିତ ନୁହେଁ କିମ୍ବା ମୁଖ୍ୟ ଦ୍ୱାରକୁ ଦେଖାଯିବା ଅନୁଚିତ ହୋଇଥାଏ। ଘରର ମୁଖ୍ୟ କୋଠରୀ ସମ୍ମୁଖ କାନ୍ଥରେ ଉଦୟ ହେଉଥିବା ସୂର୍ଯ୍ୟଙ୍କର ଚିତ୍ର ଲଗାଇବା ଉଚିତ। ଏହାଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ଏବଂ ସଫଳତାର ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା ମାନିଲେ, ଏହା କଲେ ଆପଣମାନଙ୍କର ନିଶ୍ଚିନ୍ତ ମଙ୍ଗଳ ହେବ, ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଘରର ଶୟନ କକ୍ଷରେ କେବେ ବି କୌଣସି ଗଛ କିମ୍ବା ଜଳ ସମ୍ପର୍କିତ ଜିନିଷ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ଗ୍ରହଣ ଲାଗିଥିବା ସମୟରେ ଲବଙ୍ଗ କିମ୍ବା ଗୁଜୁରାତି ଭସ୍ମ ପ୍ରସ୍ତୁତ କରି ମୁଣ୍ଡରେ ମାରିଲେ ସମସ୍ତ କାର୍ଯ୍ୟ ସଫଳ ହୁଏ। ବନ୍ଧୁଗଣ ମନେ ରଖନ୍ତୁ, ଘରର ମୁଖ୍ୟ ଲୋକଙ୍କର ବେଡରୁମ୍ ଉତ୍ତର ଦିଗରେ କରନ୍ତୁ ନାହିଁ କେବେ ହେଲେ, ଏହା ଅମଙ୍ଗଳ ହୋଇଥାଏ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ବେଲଗଛ ଗୃହରେ କେଉଁ ଦିଗରେ ରହିଲେ କ'ଣ ସବୁ ଲାଭ ମିଳିଥାଏ। ବନ୍ଧୁଗଣ, ଏ ପର୍ଯ୍ୟନ୍ତ ଯଦି ଆପଣମାନେ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ଶୁଣନ୍ତୁ, ବେଲଗଛ ଉତ୍ତର କିମ୍ବା ଉତ୍ତର ପୂର୍ବ ଈଶାନ୍ୟ କୋଣରେ ରହିଲେ ଧନ ବୃଦ୍ଧି ହୁଏ କିମ୍ବା ଅର୍ଥର ଅଭାବ ରହିନଥାଏ ଏବଂ ଅଭାବ ଥିଲେ ଧନର ଆଗମନର ବାଟ ଖୋଲିଥାଏ। ଘରର ପୂର୍ବ ଦିଗରେ ବେଲଗଛ ରହିଲେ ଗୃହରେ ଶାନ୍ତି ବଜାଇ ରଖିଥାଏ। ତାପରେ ଦର୍ଶକ ବନ୍ଧୁ ଶୁଣନ୍ତୁ, ଘରର ପଶ୍ଚିମ ଦିଗରେ ଏହି ବେଲଗଛ ରହିଲେ ସୁସନ୍ତାନ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା ମାନିଲେ ଆପଣମାନଙ୍କର ମଙ୍ଗଳ ହେବ, ଆପଣମାନଙ୍କର ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଘରର ଦକ୍ଷିଣ ଦିଗରେ ଏହି ବେଲଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ। ଜୟ ଜଗନ୍ନାଥ।